श्रीमद्भागवत चतुर्थ स्कंद विंश अध्याय। ओं नमो भगवते वासुदेवाय। ओं गं गणपतये नमः। मैत्रेय उवाच हेमन्ते पृथुमुख चाहे भये चरणे शिर देयि कुपित पुरुष वचने स्वभावे अरुण लोचने हेमन्ते करी दिव्य स्तुति पुणी कहि वसुमती गोनाथ कोप छाड़ मते मोहि शरण गली तोते जे आत्मा कारण विचारी संसार सार विश्वहरी चित्ते न कल्पे भिन्ने भिन्ने पुष्पर मधुकर जेने जेने जे सत्य इह परलोके सुयोगी जन कहे मुखे उपाये से फल भुंजती उभय लोके नाही भ्रांति एहा जे न करती चित्ते से जस लभिबे केमन्ते ब्रह्मा जे थाई मोर हिते शस्य सामग्री कला जेते से सर्व मोर देहे थिला हेमन्ते तोर पिता मला चतुर राज्ये अराजके भविष्य यज्ञ रक्षा अर्थे जेते औषध बीज थिला अराज जोगे नाश गला राजा वियोग सर्वधर्म दुष्टे नाशिले मंद कर्म क्षण विरोध दुख सही बखिली धेनु रूप होई से सर्व शस्य रस जेते क्षीर बसंती मोर गात्रे दोहन कर तु जगते दुग्धस्रवी धेनु रूपे चरिबी सर्व शस्य मोहि प्राणी जीवन जेणे रही मु सर्व काम धेनु रूपे श्रविबी सर्व जन मुखे तू एवे मते रक्षा कर धनु आयुध परिहर सुषम करी मोर गात्रे मुहि जे सने शस्य क्षेत्रे जम होइले मो शरीरे शस्य उठिब निरंतरे होइब नाना रूपे धान्य जंतुए करिबे असन हेमन्ते धरणी वचन शुणी संतोष पृथु मन मन को वसा रूप करी भावे कहि दंडधारी तु एवे स्तन्यपान कर जेमन्ते संचरई क्षीर दक्षिणे पृथुर वचने से मनु मुख देला स्तने पिबन्ते संचरई क्षीर मेघ जे सने वृष्टिधार चरणे बांधी बसा मनु पृथु दुहिले क्षीर स्तनु क्षीर पूरिला वसुंधरी जे सने सिंधुर लहरी गर्भे जे शस्य मान थिला क्षीर संगते संचरिला शस्य होइला अप्रमिते प्रजाए थिले जे झामते पृथुरो दोहन अन्ते देवे सर्वे दुहिले जे जा भावे मिली सकल मुनिगण आनंदे हरषित मन गुरुଙ୍କୁ बसा रूप करी जे जाहा मते स्तन धरी दुहिले मुख छंदमय जे भावे तुटई संशय पुनि सकल देवे धरी इंद्र को बसा रूप करी सर्वे दुहिले जे झामते
ଅଶେଷ ଯଜ୍ଞ କର୍ମ ଅର୍ଥେ ସୁବର୍ଣ୍ଣମୟ ପାତ୍ର ଆଣି ଆନନ୍ଦେ ଦୁହିଲେ ଧରଣୀ ଦେବଦାନବ ପୁଣ ଧରି ଗ୍ରହରାଜକୁ ବସା କରି ଦୁହିଲେ ଲୌହମୟ ପାତ୍ରେ ଏଣୁ ସର୍ବ ସଞ୍ଚୟ ଗାତ୍ରେ ଗନ୍ଧର୍ବେ ଅପସରା ଗଣ ବେଗେ ମିଳିଲେ ତତ୍କ୍ଷଣେ କମଳ ପାନ ପତ୍ର କରି ଦୁହିଲେ ଭୂମି ସ୍ତନ ଧରି ବିଶ୍ୱାବସୁଙ୍କୁ ବସା କଲେ ଗନ୍ଧର୍ବ ଦୁହେଁ ଏକ ତୁଲେ ଶ୍ରାଦ୍ଧ ଦେବଙ୍କୁ ବସା କରି ପିତୃଜେ କବ୍ୟ ପାତ୍ର ଧରି ପୟ ଦୁହିଲେ କବ୍ୟ ପାତ୍ରେ ଜଣେ ଅମୃତ ପୁରେ ଗାତ୍ରେ ସିଦ୍ଧେ ମିଳିଲେ ନାନା ରଙ୍ଗେ କପିଲ ବସା ଘେନି ସଙ୍ଗେ ସଂକଳ୍ପ କରି କ୍ଷୀର ଧାରେ ଦୁହିଲେ ଜନ ଉପକାରେ ପୁଣି ମିଳିଲେ ବିଦ୍ୟାଧରେ ଯେ ଯାହା ପାତ୍ର ଧରି କରେ ଆନନ୍ଦ ମନେ କ୍ଷୀର ଦୁହି ବସିଲେ ନିଜ ଭାବେ ଯାଇ ପୁଣି ମିଳିଲେ ଶିବ ଜନେ କ୍ଷୀର ଦୁହିଲେ ଯୋଗ ଧ୍ୟାନେ ମାୟାବୀ ଗଣେ ପୁଣି ଆସି ଧରଣୀ ସ୍ତନ ତଳେ ବସି ଆନନ୍ଦ ପାତ୍ର କରି ମନେ ସର୍ବେ ଦୁହିଲେ ଅନ୍ତର୍ଧ୍ୟାନେ ଯମ ନିୟମ ବସା କରି ଧରଣୀ ସ୍ତନ କରେ ଧରି ଧରଣୀ କ୍ଷୀର ମାୟା ପାତ୍ରେ ସର୍ବେ ଦୁହିଲେ ଯେଝା ମତେ ମିଳିଲେ ଯକ୍ଷ ଗଣ ଯକ୍ଷ ଋଷି ଗଣେ ଭୂତ ବେତାଲ ଜାତୁ ଧାନେ ମୂର୍ତ୍ତିକା ପାତ୍ରେ କ୍ଷୀର ଦୁହି କ୍ଷୀରରୁ ଧୀର ମାଂସମୟୀ ତତ୍କ୍ଷଣେ ସର୍ପ ଗଣେ ଆସି ଧରଣୀ ସ୍ତନ ତଳେ ବସି ତକ୍ଷକ ବସା ରୂପ କରି ଧରଣୀ ସ୍ତନ କରେ ଧରି ବିଲକୁ ପାତ୍ର କରି ବେଗେ ବିଷ ଦୁହିଲେ ସର୍ବନାଗେ ପଶୁଏ ମିଲି ସ୍ତନ ତଳେ ବୃକ୍ଷକୁ ବସା କରି ବଳେ କ୍ଷୀର ଦୁହିଲେ ଯେଝା ସୁଖେ ତକ୍ଷଣେ ଗ୍ରାସ କରି ମୁଖେ ସିଂହ ସହିତେ ପଶୁ ଗଣେ ଦୋହନ କଲେ ତତ୍କ୍ଷଣେ ତତ୍କ୍ଷଣେ ଜାତୁ ଧାନେ ଆସି ଧରଣୀ ସ୍ତନ ତଳେ ବସି ଶରୀର ପାତ୍ରେ ଗାବ ଦୁହିଁ ଆନନ୍ଦ କଲେ ନିଜ ଦେହି ପକ୍ଷୀର କ୍ଷୀର ପାନ ଆସେ ମିଳିଲେ ଧରଣୀର ପାଶେ ଖଗେନ୍ଦ୍ର ବସା କରି ବେଗେ ଦୋହନ କଲେ ଭୂମି ଭାଗେ ସକଲ ବୃକ୍ଷେ ଆଗୁ ସରି ବଟ ବୃକ୍ଷକୁ ବସା କରି ସନ୍ତୋଷେ ଦୁହେଁ କ୍ଷୀରମୟୀ ଲତା ଯେ ସନେ ବୃକ୍ଷ ଦେହେ ହିମବନ୍ତକୁ ବସା କରି କ୍ଷୀର ଦୁହିଲେ ସର୍ବଗିରି ପୃଥୁ ଭବିତା ମହି ଶୋଭା ସକଲ ମତେ କାମ ଦୁଭା ଏମନ୍ତେ ପୃଥୁ ଆଦି ସର୍ବେ କ୍ଷୀର ଦୁହିଲେ ଯେଝା ଭାବେ ଯେତେକ ଲୋକ ମୁନି ଆଦି ଦୁହିଲେ ଜୀବନ ସମ୍ପାଦି ପୃଥୁ ଧରଣୀ ରୂପ ଚାହିଁ ଆନନ୍ଦ ମନେ ବିଚାରଇ ଏ ମୋର ପାଇଁ ଦୁଃଖ ସହି ରୂପ ଧଇଲେ ଧେନୁ ହୋଇ ଯେ ଯାହା ସୁଖେ ଦୁହି ନେଲେ ସର୍ବେ ତୋଷିଲା ମହିସ୍ଥଲେ ସକଲ ଲଭିଲେ ଜୀବନ ଦେଖ ଏହାର ଦେହ ଧନ୍ୟ ଏ ମୋର ଦୁହିତା ହୋଇବ ଏଣେ ବିଚାରେ ସର୍ବଜୀବ
ଜୀବଙ୍କ ଜୀବଦାତା ଯେଣୁ ଏହାର ପୃଥ୍ୱୀ ନାମ ତେଣୁ ହୋଇବ ଏ ମୋର ପ୍ରମାଣ ଏଣୁ ଏ ସଂସାର ଧାରଣ ଏମନ୍ତେ ପୃଥୁ ହୋଇ ରାଜା ସମେ ପାଳିଲେ জন ପ୍ରଜା ଭୂମି ଉପରେ ନାନା ଦେଶ সকল ସ୍ଥାପି ଉପଦେଶ ଜନଙ୍କୁ ସ୍ଥାପି ପିତା ପ୍ରାୟେ সকলে ରହିଲେ ନିର୍ଭୟେ ରହିଲେ সকলে ଅଚଲେ ରହିଲେ ନିଶ୍ଚଲେ କହି ବିପ୍ର ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ इति श्रीमद्भागवते महापुराणे पारमहंस्यां संहितायां 82 चतुर्थस्कन्धे पृथुराजा गोरूपी पृथ्वी दोहने नाम 20 अध्यायः।